ଭୁବନେଶ୍ୱରର ହୃଦୟରେ ଯେଉଁଠି କାହାଣୀ ଗୁଡ଼ିକ ସଂସ୍କୃତି ଦ୍ୱାରା ଗୁଞ୍ଜିତ ହୁଅନ୍ତି। 8ଟି ସ୍ୱର କେବଳ ପ୍ରଦର୍ଶନ ପାଇଁ ଯାତ୍ରା କରିନଥିଲେ, ସେମାନେ ଶବ୍ଦରେ ପ୍ରାଣ ଦେବାକୁ ଏବଂ ତାଙ୍କ ଶବ୍ଦମାନେ ହୃଦୟରେ ପ୍ରବେଶ କରିବାକୁ ଯାତ୍ରା କରିଥିଲେ। ରାତିରେ ଲେଖାଯାଇଥିବା ଅବିରତ ଲେଖାରୁ ଆରମ୍ଭ କରି ଦର୍ଶକଙ୍କ ଦ୍ୱାରା ଦିଆଯାଇଥିବା ଦୀର୍ଘ ତାଳି ପର୍ଯ୍ୟନ୍ତ ଏ କେବଳ ଏକ ପ୍ରଦର୍ଶନ ନୁହେଁ, ଏହା ଏକ ଯାତ୍ରା ଥିଲା। ଆମେ କଥା ହେଲୁ ପ୍ରେମ ଓ ବିୟୋଗର, ଅସ୍ପୃଷ୍ଟ ସ୍ୱପ୍ନ ଓ ଅଦୃଶ୍ୟ ଘାଉର କଥା। କବିତା ସାଜିଲା ଆମର ରକ୍ତସ୍ରାବ ଏବଂ ମଞ୍ଚ ଆମକୁ ଆଶ୍ରୟ ଦେଲା। ଭୁବନେଶ୍ୱର କେବଳ ଆମକୁ ଯେ ଦେଖିଲା ତା ନୁହେଁ, ସେ ଆମକୁ ସ୍ୱାଗତ କଲା, ଶୁଣିଲା ଏବଂ ହୃଦୟରେ ଗୋଟେ ସ୍ଥାନ ମଧ୍ୟ ଦେଲା। ଶବ୍ଦ ନେଇ ଆସିଥିଲୁ, ସ୍ମୃତି ନେଇ ଫେରିଲୁ ଏବଂ ଆମ କଲମରେ ଆଉ ଟିକେ ଅଗ୍ନି ଜାଗ୍ରତ କରିଲୁ। ଏହା ଥିଲା ଆପଣଙ୍କର ପରିବାର ଅଲ୍ଫାଜ୍ର କିଟ୍ ବିଶ୍ୱବିଦ୍ୟାଳୟର ମଞ୍ଚରେ 2025 ମେ 30ର ଅନୁଭୂତି।